ମୋ ଜୀବନରେ ଦୁଃଖ କାହିଁକି ହେଉଛି? ଏ ପ୍ରଶ୍ନଟି ହୁଏତ ତୁମ ମନରେ ବହୁତ ଥର ଆସିଥାଏ। କେବେ କେବେ ଏକାକୀ ବସିଥିବା ବେଳେ, କେବେ ରାତିରେ ସବୁ ଲୋକ ଶୋଇଥିବା ବେଳେ, କେବେ ଯେତେବେଳେ ତୁମେ ଜୀବନରେ ବହୁତ ପରିଶ୍ରମ କରିଥାଅ ତଥାପି ଫଳ ମିଳୁନାହିଁ। ସେତେବେଳେ ମନ ଭିତରୁ ଏକ ସ୍ୱର ଆସେ, ଭଗବାନ ମୋ ସହିତ ଏମିତି କାହିଁକି ହେଉଛି? ମୋ ଜୀବନରେ ଏତେ ଦୁଃଖ କାହିଁକି? କିନ୍ତୁ ସତ କଥା କ'ଣ ଜାଣ? ଦୁଃଖ ତୁମ ଜୀବନକୁ ଭାଙ୍ଗିବା ପାଇଁ ନୁହେଁ, ତୁମକୁ ଶକ୍ତିଶାଳୀ କରିବାକୁ ଆସେ। ଆମେ ସମସ୍ତେ ଖୁସି ଚାହୁଁଥାଉ, କିନ୍ତୁ ଜୀବନର ସବୁଠାରୁ ବଡ଼ ଶିକ୍ଷା ଆମେ ଦୁଃଖରୁ ହିଁ ପାଉ। ଯଦି ତୁମ ଜୀବନରେ କେବେ ଦୁଃଖ ନ ଆସନ୍ତା, ତେବେ ତୁମେ ଆଜି ଯେତେ ଶକ୍ତିଶାଳୀ ସେତେ ହେବାକୁ ପାରୁନଥାନ୍ତ। ଭାବିକି ଦେଖ, ଏ ପୃଥିବୀରେ ଯେତେ ମହାନ ଲୋକ ହୋଇଗଲେ, ସେମାନଙ୍କ ଜୀବନରେ କେବେ ସହଜ ନଥିଲା। ସେମାନେ ମଧ୍ୟ ତୁମ ଭଳି ଦୁଃଖ ଦେଖିଥିଲେ, ବିଫଳତା ଦେଖିଥିଲେ, ଲୋକମାନଙ୍କର ଅବହେଳା ସହିଥିଲେ। କିନ୍ତୁ ସେମାନେ ଗୋଟେ କଥା ବୁଝିଗଲେ, ଦୁଃଖ ଶେଷ ନୁହେଁ, ଏହା ଏକ ପରୀକ୍ଷା। ଯେତେବେଳେ ତୁମ ଜୀବନରେ ସମସ୍ୟା ଆସେ, ସେତେବେଳେ ତୁମ ମନ ଦୁର୍ବଳ ହୋଇଯାଏ। ତୁମେ ଭାବୁଥାଅ ମୋ ସହିତ ହିଁ କାହିଁକି? କିନ୍ତୁ ସତ କଥା ହେଉଛି, ପୃଥିବୀରେ ଏମିତି କୌଣସି ଲୋକ ହିଁ ନାହିଁ ଯାହାର ଜୀବନରେ ଦୁଃଖ ନାହିଁ। ତା'ର ତଫାତ୍ ଏତିକି, କି ଦୁଃଖକୁ ଦେଖି ଭାଙ୍ଗିଯାଏ, ଆଉ କେହି ସେହି ଦୁଃଖକୁ ନିଜର ଶକ୍ତି କରିନିଏ। ତୁମେ ମନେ ରଖ, ଦୁଃଖ ହେଉଛି ଜୀବନର ଗୁରୁ। ଏହା ଆମକୁ ଶିଖାଏ କି ଆମର ସତ୍ୟକର ଲୋକ ଓ କିଏ ନୁହେଁ। ଖୁସିର ସମାଜରେ ସବୁ ଲୋକ ଆମ ସହିତ ରହନ୍ତି, କିନ୍ତୁ ଦୁଃଖର ସମାଜରେ କେବଳ କିଛି ଲୋକ ଆମ ପାଖରେ ରହନ୍ତି। ଏହି ସମାଜ ଆମକୁ ଜଣାଇ ଦିଏ କି ଆମର ସତ୍ୟର ସହଯୋଗୀ। ଅନେକ ଥର ଆମେ ଜୀବନରେ ବହୁତ ଆଶା ରଖୁ। ଆମେ ଭାବୁଥାଉ ସବୁକିଛି ଆମକୁ ଇଚ୍ଛା ଅନୁସାରେ ହେବ, କିନ୍ତୁ ଯେତେବେଳେ ଏମିତି ହୁଏ ନାହିଁ, ସେତେବେଳେ ଆମେ ଦୁଃଖିତ ହୋଇଯାଉ। ଦୁଃଖର ଏକ ବଡ଼ କାରଣ ହେଉଛି ଆମର ଅଧିକ ଆଶା। ଜୀବନରେ ସବୁକିଛି ଆମର କଣ୍ଟ୍ରୋଲରେ ନଥାଏ। କେବେ କେବେ ଆମେ ବହୁତ ପରିଶ୍ରମ କରୁ, କିନ୍ତୁ ସଫଳତା ମିଳେ ନାହିଁ। ସେତେବେଳେ ଆମ ମନ ଭାଙ୍ଗିଯାଏ। କିନ୍ତୁ ଏହା ମନେ ରଖ, ପରିଶ୍ରମ କେବେ ବ୍ୟର୍ଥ ଯାଏନି। ଆଜି ନହେଲେ କାଲି ତୁମର ପରିଶ୍ରମ ନିଶ୍ଚୟ ଫଳ ମିଳିବ। ଦୁଃଖ ଆସିଲେ ଅନେକ ଲୋକ ହାର ମାନିଯାଆନ୍ତି। ସେମାନେ ଭାବନ୍ତି ତାଙ୍କର ଜୀବନ ଶେଷ ହୋଇଗଲା, କିନ୍ତୁ ଏହା ସତ୍ୟ ନୁହେଁ। ଜୀବନର ପ୍ରତ୍ୟେକ ଅନ୍ଧାର ପରେ ଏକ ସୁନ୍ଦର ସକାଳ ଆସେ। ଆଜି ଯଦି ତୁମେ ଦୁଃଖରେ ଅଛ, ତେବେ ଏହାର ଅର୍ଥ ହେଉଛି ତୁମ ଜୀବନରେ ଏକ ନୂଆ ଅଧ୍ୟାୟ ଆସିବାକୁ ଯାଉଛି। ତୁମେ ଜାଣ ହୀରା କେମିତି ତିଆରି ହୁଏ? ହୀରା ମାଟି ଭିତରେ ବହୁତ ଚାପ ଓ ଅନ୍ଧକାର ମଧ୍ୟରେ ରହି ତିଆରି ହୁଏ। ଠିକ୍ ସେହିପରି ମଣିଷ ମଧ୍ୟ ଦୁଃଖ ଏବଂ ସମସ୍ୟାର ମଧ୍ୟରୁ ହିଁ ଶକ୍ତିଶାଳୀ ହୁଏ। ତୁମେ ଆଜି ଯେ ଦୁଃଖ ଅନୁଭବ କରୁଛ, ସେହି ଦୁଃଖ ଆଗାମୀ ଦିନରେ ତୁମର ସବୁଠାରୁ ବଡ଼ ଶକ୍ତି ହେବ। ଆଜି ଯେ ସମସ୍ୟା ତୁମକୁ କନ୍ଦାଉଛି, କାଲି ସେହି ସମସ୍ୟା ତୁମକୁ ଶିକ୍ଷା ଦେବ କେମିତି ଶକ୍ତିଶାଳୀ ହେବା। ଭଗବାନ କେବେ କାହାକୁ ବେଶୀ ଦୁଃଖ ଦେଇନାହାନ୍ତି। ସେ ତୁମକୁ ସେତେ ଦୁଃଖ ଦିଅନ୍ତି ଯେତିକି ତୁମେ ସହିପାରିବ, କାରଣ ସେ ଜାଣନ୍ତି ତୁମ ଭିତରେ କେତେ ଶକ୍ତି ଅଛି। ତେଣୁ ଯେତେବେଳେ ତୁମ ଜୀବନରେ ଦୁଃଖ ଆସେ, ତାକୁ ଶାପ ଭାବନି, ତାହାକୁ ଏକ ଶିକ୍ଷା ଭାବି ନିଅ। ପ୍ରତ୍ୟେକ ଦୁଃଖ ତୁମକୁ କିଛି ନା କିଛି ଶିଖାଇବାକୁ ଆସେ। ଯେତେବେଳେ ଜୀବନରେ ସବୁଠାରୁ ବଡ଼ ଭୁଲ ହେଉଛି ଆମେ ଦୁଃଖରୁ ପଳାଇବାକୁ ଚାହୁଁଥାଉ। କିନ୍ତୁ ସତ କଥା ହେଉଛି, ଦୁଃଖରୁ ପଳାଇଲେ ଜୀବନରୁ ମଧ୍ୟ ପଳାଇବା ହେବ। କାରଣ ଦୁଃଖ ଓ ଖୁସି ଦୁହେଁ ଜୀବନର ଗୋଟିଏ ଅଂଶ। ତୁମେ ଯଦି ସତରେ ଜୀବନରେ ବଡ଼ କିଛି କରିବାକୁ ଚାହୁଁଛ, ତେବେ ଦୁଃଖକୁ ଭୋଜ କରିବା ଛାଡ଼। ଦୁଃଖକୁ ଦେଖି ହସିବା ଶିଖ। କାରଣ ଯେଉଁ ଲୋକ ଦୁଃଖକୁ ଜିତିପାରେ, ସେହି ଲୋକ ଜୀବନକୁ ମଧ୍ୟ ଜିତିପାରେ। ଆଜି ତୁମେ ଯେ ସମସ୍ୟାରେ ଅଛ, ସେ ସମସ୍ୟା ତୁମକୁ ଏକ ନୂଆ ମଣିଷ କରିବ। ଆଜି ଯେ ଦୁଃଖ ତୁମକୁ କନ୍ଦାଉଛି, ସେହି ଦୁଃଖ ତୁମକୁ ଆଗାମୀ ଦିନରେ ଗର୍ବିତ କରିବ। କେବେ କେବେ ଜୀବନ ଆମକୁ ଏକା କରିଦିଏ। ଆମେ ଭାବୁଥାଉ ସବୁ ଲୋକ ଆମକୁ ଛାଡ଼ି ଚାଲିଗଲେ, କିନ୍ତୁ ସେ ସମାଜ ହେଉଛି ଆମକୁ ନିଜକୁ ଖୋଜିବାର ସମାଜ। ଯେତେବେଳେ ତୁମେ ଏକା ହୁଅ, ସେତେବେଳେ ତୁମେ ନିଜର ଶକ୍ତିକୁ ବୁଝିପାର। ଏ ପୃଥିବୀରେ ଯେତେ ମହାନ କାମ ହୋଇଛି, ସେଗୁଡ଼ିକୁ ଅଧିକାଂଶ ସମାଜରେ ଏକାକୀ ମଣିଷ ଦ୍ୱାରା ହୋଇଛି। ଯେତେବେଳେ ଲୋକମାନେ ତାଙ୍କୁ ଛାଡ଼ି ଚାଲିଗଲେ, ସେତେବେଳେ ସେମାନେ ନିଜ ଭିତର ଶକ୍ତିକୁ ଖୋଜି ନେଲେ। ତେଣୁ ଯଦି ତୁମେ ଆଜି ଦୁଃଖରେ ଅଛ, ନିରାଶ ହେବ ନାହିଁ। ଏହା ମାତ୍ର ଏକ ଅସ୍ଥାୟୀ ପରିସ୍ଥିତି। ଜୀବନ ସବୁବେଳେ ବଦଳୁଛି। ଆଜି ଯଦି ଖରାପ ସମାଜ ଅଛି, କାଲି ନିଶ୍ଚୟ ଭଲ ସମାଜ ଆସିବ। ତୁମେ ଦୁର୍ବଳ ନୁହଁ, ତୁମ ଭିତରେ ବହୁତ ଶକ୍ତି ଅଛି। ତୁମେ ଯେତେ ବଡ଼ ସମସ୍ୟାକୁ ସହୁଛ, ସେତେ ବଡ଼ ମଣିଷ ହେଉଛ। ଦୁଃଖ ତୁମର ଶତ୍ରୁ ନୁହେଁ, ଏହା ତୁମର ଗୁରୁ। ଯେ ମଣିଷ ଦୁଃଖରୁ ଶିଖିପାରେ, ସେ ଜୀବନରେ କେବେ ହାରେନି। ଆଜି ଯଦି ତୁମେ କାନ୍ଦୁଛ, ତାହାର କିଛି ମତଲବ ନାହିଁ। ଏହି ଲୁହ ତୁମକୁ ଶକ୍ତିଶାଳୀ କରୁଛି।
ଏହି ଲୁହ ତୁମକୁ ଆଗକୁ ବଢ଼ିବାର ଶକ୍ତି ଦେଉଛି। ତେଣୁ ମୁଣ୍ଡ ଉଠାଅ, ଆଗକୁ ବଢ଼। ଜୀବନରେ ଯେତେ ଦୁଃଖ ଆସୁ ହସି ହସି ତାକୁ ସ୍ୱୀକାର କର, କାରଣ ତୁମେ ଏକ ଯୋଦ୍ଧା ଏବଂ ଯୋଦ୍ଧାମାନେ କେବେ ହାର ମାନନ୍ତିନି। ତୁମ ଜୀବନର କାହାଣୀ ଏଯାଏଁ ଆରମ୍ଭ ହୋଇଛି। ତୁମର ସବୁଠାରୁ ବଡ଼ ସଫଳତା ଏଯାଏଁ ଆସିବାକୁ ବାକି ଅଛି। ସେଥିପାଇଁ ଆଜି ଯେତେ ଦୁଃଖ ଆସୁ ତାକୁ ଭୋଜ କରିବା ଛାଡ଼। କେବେ କେବେ ଜୀବନର ଶେଷରେ ଆସି ଆମେ ବୁଝିପାରୁ ଯେ ଯେତେ ଦୁଃଖକୁ ଆମେ ଅଭିଶାପ ଭାବୁଥିଲା, ସେ ଦୁଃଖ ହିଁ ଆମକୁ ଆଜିର ମଣିଷ କରିଛି। ଯେତେବେଳେ ତୁମେ ପଛକୁ ଘୁଞ୍ଚି ଜୀବନକୁ ଦେଖିବ, ସେତେବେଳେ ତୁମେ ବୁଝିପାରିବ ଯେ ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ବେଦନା, ପ୍ରତ୍ୟେକ ଲୁହ ତୁମକୁ ଆଉ ଶକ୍ତିଶାଳୀ କରିଦେଇଛି। ଆଜି ଯାହା ତୁମକୁ ଭାଙ୍ଗି ଦେଉଛି, ସେଇ କଥା ଆଗାମୀ ଦିନରେ ତୁମର ଗର୍ବ ହେବ। ତେଣୁ ଆଜି ଯଦି ତୁମେ ଦୁଃଖରେ ଅଛ, ନିଜକୁ ଦୁର୍ବଳ ଭାବନି। ଏହା ଭାବନି ଯେ ତୁମ ଜୀବନ ଅନ୍ଧାରରେ ଭରିଗଲା। ମନେ ରଖ, ସବୁଠାରୁ ଅନ୍ଧାର ରାତି ପରେ ହିଁ ସବୁଠାରୁ ସୁନ୍ଦର ସକାଳ ଆସେ। ଆଜି ତୁମେ ଯେତେ ଯନ୍ତ୍ରଣା ସହୁଛ, ସେ ଯନ୍ତ୍ରଣା ତୁମ ଭିତରେ ଏକ ନୂଆ ଶକ୍ତିକୁ ଜନ୍ମ ଦେଉଛି। ତୁମେ ବୁଝିନଥିବ, କିନ୍ତୁ ଜୀବନ ତୁମକୁ ଧୀରେ ଧୀରେ ଏକ ଶକ୍ତିଶାଳୀ ମଣିଷରେ ପରିଣତ କରୁଛି। ଦୁଃଖ ଆସିଲେ ଅନେକ ଲୋକ ନିଜକୁ ଦୋଷ ଦିଅନ୍ତି। ସେମାନେ ଭାବନ୍ତି ହୁଏତ କିଛି ଭୁଲ ମୋ ପାଖରେ ଅଛି। କିନ୍ତୁ ସତ କଥା ହେଉଛି, ଦୁଃଖ କାହାର ଜୀବନରେ ମଧ୍ୟ ଆସିପାରେ। ଏହା କେବଳ ତୁମ ସହିତ ହେଉନାହିଁ। ପୃଥିବୀରେ ପ୍ରତ୍ୟେକ ମଣିଷ ଜୀବନର କେତେ ନା କେତେ ସମୟରେ ଏ ପ୍ରଶ୍ନ କରିଛନ୍ତି, ମୋ ସହିତ ହିଁ କାହିଁକି? କିନ୍ତୁ ଯେଉଁମାନେ ଏ ପ୍ରଶ୍ନରେ ଅଟକି ରହିଲେ, ସେମାନେ ଆଗକୁ ବଢ଼ିପାରିଲେ ନାହିଁ। ଆଉ ସେମାନେ ଦୁଃଖକୁ ଏକ ଶିକ୍ଷା ଭାବେ ନେଲେ। ଆଉ ଯେଉଁମାନେ ଦୁଃଖକୁ ଏକ ଶିକ୍ଷା ଭାବରେ ନେଲେ, ସେମାନେ ଜୀବନରେ ବଡ଼ କାମ କରିପାରିଲେ। ଜୀବନ କେବେ ସିଧା ରାସ୍ତା ନୁହେଁ। ଏଠାରେ ଉତ୍ତାପ ଚଢ଼ାର ଅଛି, ଅନ୍ଧାର ଅଛି, ଆଲୋକ ଅଛି, ଦୁଃଖ ଅଛି, ଖୁସି ଅଛି। ଯଦି ଦୁଃଖ ନଥାନ୍ତା, ତେବେ ଖୁସିର ମୂଲ୍ୟ ଆମେ କିଏ ବୁଝିପାରିନଥାନ୍ତା। ଦୁଃଖ ଆମକୁ ଶିଖାଏ କିପରି ଛୋଟ ଛୋଟ ଖୁସିକୁ ମଧ୍ୟ ଆମେ ମୂଲ୍ୟ ଦେବା। ଯେତେବେଳେ ଜୀବନ ତୁମକୁ ପରୀକ୍ଷା କରେ, ସେତେବେଳେ ତୁମର ଶକ୍ତି ବାହାରକୁ ଆସେ। ସହଜ ସମାଜରେ ସବୁ ଲୋକ ଶକ୍ତିଶାଳୀ ଦେଖାଯାଆନ୍ତି, କିନ୍ତୁ କଷ୍ଟକର ସମାଜରେ ସେ ମଣିଷ ଭାଙ୍ଗି ନଯାଏ। ସେହି ମଣିଷ ସତ୍ୟ ଯୋଦ୍ଧା। ତୁମେ ମଧ୍ୟ ଏକ ଯୋଦ୍ଧା। ତୁମ ଭିତରେ ସେ ଶକ୍ତି ଅଛି ଯାହା ତୁମକୁ ପୁଣି ଥରେ ଉଠି ଦୌଡ଼ିବାର ସାହସ ଦେବ। ଆଜି ଯଦି ତୁମେ ଭାବୁଛ ଯେ ସବୁ କିଛି ଶେଷ ହୋଇଗଲା, ତେବେ ଗୋଟିଏ କଥା ମନେ ରଖ, ଜୀବନର କାହାଣୀ କେବେ ଏତେ ସହଜରେ ଶେଷ ହୁଏ ନାହିଁ। ଜୀବନ ସବୁବେଳେ ଆମକୁ ଏକ ନୂଆ ସୁଯୋଗ ଦେଉଛି। ଯେ ପର୍ଯ୍ୟନ୍ତ ତୁମେ ଶ୍ୱାସ ନେଉଛ, ସେ ପର୍ଯ୍ୟନ୍ତ ତୁମ ପାଖରେ ଆଉ ଏକ ଅବସର ଅଛି ନିଜକୁ ପୁଣି ଗଢ଼ିବାର। ତୁମେ ଯେତେବେଳେ ଦୁଃଖରେ ଥାଅ, ସେତେବେଳେ ନିଜକୁ ଏକ ପ୍ରଶ୍ନ ପଚାର, ଏ ସମସ୍ୟା ମୋତେ କ'ଣ ଶିଖାଉଛି? ଯେତେବେଳେ ତୁମେ ଏ ଦୃଷ୍ଟିରେ ଜୀବନକୁ ଦେଖିବ, ସେତେବେଳେ ଦୁଃଖ ମଧ୍ୟ ଏକ ଶିକ୍ଷକ ଭଳି ଲାଗିବ। ପ୍ରତ୍ୟେକ ସମସ୍ୟା ଆଉ ଅଧିକ ସୁବିଧା କରିଦେବ, ଆଉ ଅଧିକ ଶକ୍ତିଶାଳୀ କରିଦେବ। କେବେ ଭୁଲିବ ନାହିଁ, ତୁମର ମୂଲ୍ୟ କେବଳ ତୁମ ସଫଳତାରେ ନୁହେଁ, ତୁମର ମୂଲ୍ୟ ଏଥିରେ ଅଛି ଯେ ତୁମେ କେତେଥର ଭାଙ୍ଗି ପଡ଼ି ମଧ୍ୟ ଉଠି ପାରିଛ। ଜୀବନ ସବୁଠାରୁ ବଡ଼ ଜିଦ୍ ହେଉଛି ହାର ପରେ ମଧ୍ୟ ଆଗକୁ ବଢ଼ିବା। ତେଣୁ ଆଜି ନିଜକୁ ଏକ ପ୍ରତିଜ୍ଞା କର, ଯେତେ ଦୁଃଖ ଆସୁ ତୁମେ କେବେ ହାର ମାନିବ ନାହିଁ। ତୁମେ ନିଜ ଉପରେ ଭରସା ରଖିବ। ତୁମେ ଜାଣିବ ଯେ ଏହି ସମାଜ ମଧ୍ୟ ଗୋଟେ ଦିନ କଟିଯିବ। ତୁମ ଆଜିର ଲୁହ ଗୋଟେ ଦିନ ତୁମର ହସର କାରଣ ହେବ। ତୁମ ଆଜିର ଯନ୍ତ୍ରଣା ଗୋଟେ ଦିନ ତୁମର ଗର୍ବର କାରଣ ହେବ। ଯେତେବେଳେ ତୁମେ ଏ ଦିନଗୁଡ଼ିକ ମନେ ପକାଇବ, ସେତେବେଳେ ତୁମେ ଗର୍ବର ସହ କହିପାରିବ, ହଁ, ସମାଜ କଠିନ ଥିଲା, କିନ୍ତୁ ମୁଁ ହାର ମାନିନଥିଲି। ଜୀବନରେ ଯେ ମଣିଷ ଦୁଃଖକୁ ଜିତିପାରେ, ସେ ମଣିଷ ସଫଳତାକୁ ମଧ୍ୟ ଜିତିପାରେ। କାରଣ ଦୁଃଖ ମଣିଷକୁ ଭିତରୁ ଶକ୍ତିଶାଳୀ କରିଦିଏ। ଦୁଃଖ ମଣିଷକୁ ସହନଶୀଳ କରିଦିଏ। ଦୁଃଖ ମଣିଷକୁ ଜୀବନ ସତ୍ୟ ବୁଝାଏ। ସେଥିପାଇଁ ଆଜି ଯେତେବେଳେ ତୁମେ ଦୁଃଖରେ ଅଛ, ନିଜକୁ ଗୋଟିଏ ଥର କହ, ଏହା ମୋର ଶେଷ ନୁହେଁ, ଏହା ମୋର ନୂଆ ଆରମ୍ଭ। ଏ ଦୁଃଖ ମୋତେ ଭାଙ୍ଗିବା ପାଇଁ ନୁହେଁ, ମୋତେ ଆଉ ଥରେ ଶକ୍ତିଶାଳୀ କରିବା ପାଇଁ ଆସିଛି। ତୁମ ଜୀବନର ମୂଲ୍ୟ ବହୁତ ବଡ଼। ତୁମର କାହାଣୀ ଏଯାଏଁ ଶେଷ ହୋଇନି। ଆଗକୁ ଆଉ ବହୁତ ସୁନ୍ଦର ଅଧ୍ୟାୟ ଆସିବାକୁ ବାକି ଅଛି। ହୋଇପାରେ ଆଜି ତୁମେ ଦୁଃଖରେ ଅଛ, କିନ୍ତୁ ଆଗାମୀ ଦିନରେ ତୁମେ ଏମିତି ଏକ ମଣିଷ ହେବ ଯାହାର କାହାଣୀ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଏବଂ ସେହି ଦିନ ଆସିଲେ ତୁମେ ବୁଝିପାରିବ, ମୋ ଜୀବନରେ ଯେତେ ଦୁଃଖ ଆସିଥିଲା, ସେଗୁଡ଼ିକ ବ୍ୟର୍ଥ ନଥିଲା, ସେଗୁଡ଼ିକ ମୋତେ ଗଢ଼ିବା ପାଇଁ ଆସିଥିଲା। ସେଥିପାଇଁ ଆଜି ଯେତେ ଦୁଃଖ ଆସୁ, ହସି ହସି ସେଗୁଡ଼ିକୁ ସ୍ୱୀକାର କର। କାରଣ ଏହି ଦୁଃଖ ହିଁ ତୁମକୁ ତୁମର ଶକ୍ତି ଦେଖାଇ ଦେବ। ଏବଂ ଏହି ଦୁଃଖ ହିଁ ଗୋଟେ ଦିନ ତୁମର ସବୁଠାରୁ ବଡ଼ ସଫଳତାର ରାସ୍ତା ତିଆରି କରିଦେବ।